ସବୁ ମିଡ଼ିଆ ଭାଇ ମାନଙ୍କୁ ନମସ୍କାର। ଆଉ ଆପଣ ଯୋଉ ପଚାରିଲେ ଏଇଟା ଆସିପାରିବ ନା ନାଇଁ, ଆସିବେ, ପୁରା 100% ଆସିବ। ଆପଣ କେମିତି ଗ୍ୟାରେଣ୍ଟିର ସହିତ କହିବେ? ନା ଆଗରୁ ମୁଁ ଜାଣିଛି, ତାଙ୍କ ସାଙ୍ଗରେ ରହିକିନା ମୁଁ ଜାଣିଛି ଏ ତାଙ୍କର କୌଣସି ପିକ୍ଚର ଅଟକି ନାହିଁ, ଏ ପିକ୍ଚର ବି ଅଟକିବ ନାହିଁ। ଏ ପିକ୍ଚର ଆସିବା କଥା ଆସିବ। ମୁଁ ସେ ତ ବାର ଦେଇଛନ୍ତି, ମୁଁ ଚ୍ୟାଲେଞ୍ଜ ଦଉଛି 11ରେ ଆସିପାରିବେ, 11ରେ ଆସିଯିବ। ଆଉ କ'ଣ ପଚାରନ୍ତୁ, କ'ଣ ପଚାର? ଜୁନ୍ 12 ନୁହଁ, ଜୁନ୍ 11ରେ ଆସୁଛି। ଜୁନ୍ 11 ଚାଲି ଆସିବ। ତାହେଲେ ପ୍ରମୋସନ ଏପର୍ଯ୍ୟନ୍ତ ହେଇନି ସିନେମାର? କିଛି ନାହିଁ, ଗୋଟେ ଗୀତ ପାଇଁ ବି ଚାଲିଛି ତାମସା। ଗୀତ ନହେଲେ ଏଣ୍ଟରଟେନମେଣ୍ଟ କରିବା ପାଇଁ ଗୋଟେ ନେଇଯାଆନ୍ତୁ, ଆକ୍ସନ ହେଇଯାଉ ପ୍ରଥମରୁ। କୋଉ ଝୋପୁଡ଼ି ଆକ୍ସନ କରିଦେଲେ ଗୋଟେ ହେଇଗଲା। କାହିଁକିନା ସେ ପିକ୍ଚର ଅଛି ସସ୍ପେନ୍ସ ପିକ୍ଚର, ଚକିସୁନ ଯୋଉ ଅଛି ସେଟା ଗୋଟେ ମର୍ଡର କେସ୍ ଭିତରେ ସସ୍ପେନ୍ସ ରଖିଛି। ସେ ପିକ୍ଚର ଯଦି ଅନୁଭବ ସାର୍ ବାହାରିଲେ ପ୍ରଥମ ଯଦି କିଛି ମିଳୁନି, ତାହେଲେ ଗୋଟେ ଢାବା ଧରି ଦିଅନ୍ତୁ, ଫୁଲ ଆକ୍ସନରେ ବାହାରି ଯାଆନ୍ତୁ। ତାଙ୍କର ଆକ୍ସନ ବାହାରିବ ଯଦି ପ୍ରଥମ ନା, ସେ ପିକ୍ଚର ସୁପର ହିଟ୍। ଆଉ ଯିଏ ଯାହା କହୁଛନ୍ତି ଇଏ ଆସୁନାହିଁ, ଆସିବ କି ନା ନାହିଁ, ଏଇଟା ବଡ଼ ଭୁଲ। କାହିଁ କହିଲ, ସବୁ ଓଡ଼ିଶାବାସୀ ଅନେଇଛନ୍ତି ଅନୁଭବକୁ, କି ରଜରେ ଆସୁ କି ବାବୁସା ଆସୁ। ସେମାନେ ଅନେଇଥାନ୍ତି ଯେଉଁମାନେ ପର୍ବପର୍ବାଣି କରୁଛନ୍ତି, ଝିଅ ପିଲା ହଉ ପୁଅ ପିଲା ହୁଅନ୍ତୁ, କି ନହେଲେ ନାହିଁ ଆମ ପରମ୍ପରା ଯା ଚାଲିଛି। ଆଉ ଆପଣ ମାନେ କହୁଛନ୍ତି ଯେ ଆସିବନି, ନା ଆସିବ, ନିଶ୍ଚୟ ଆସିବ। ବାବୁସାନ ଆସୁନାହାନ୍ତି, ଏଥର ଅନୁଭବ ଆସୁଛନ୍ତି। ଆଜ୍ଞା, ସିଏ ଥରେ ନେଇଛି ପିଟିକିନା, ବହୁତ 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 ଭଲ ପଇସା କଲେକ୍ସନ କରିଛି। ଇଏ ବି କଲେକ୍ସନ କରିବ ରଜକୁ। କାହିଁକି ନା ରଜରେ ଦେଖ ପାଗ ଅବିକା ଭଲ ଅଛି, ଯୋଉ ଆଉ ମାସେ ଅଛି, ମାସ ପରେ ପାଗ କ'ଣ ହବ ତା ଠିକ ଅଛି। ମୁଁ ବି ଏମିତି କହିଥିଲି ଚାରିଧାମରେ, କି ଚାରିଧାମ ବହୁତ ଜୋର ସେଲ୍ ହବ, ବହୁତ ଜୋର ଆସିବ। ଦେଖ ସେଥିରେ 3ଟା କଟକରେ ଆମର 3ଟା ଖରାପ ଅଛି। ଗୋଟା ହେଲା ଆପଣଙ୍କର ପ୍ରିମିୟର କଟକ ହେଲା ନାହିଁ, ତାର 2ରେ କର୍ଫ୍ୟୁ ଅର୍ଡର ହେଇଗଲା, 3ରେ ବର୍ଷା ହେଇଗଲା। ନହେଲେ ପିକ୍ଚର ଇଜିରେ ଯିବା କଥା ଯିବ। ଏଥର 26 କେତେ ଦିନ ଚାଲିବ? ଇଏ ବି ଚାଲିଯିବ 50 ଦିନ। ମୁଁ ଆପଣଙ୍କୁ ଆଗରୁ କହିଦେଉଛି, ଇଏ ତ ବାଲିଯାତ୍ରା ପଡ଼ିଆ, 26 ମାନେ ବାଲିଯାତ୍ରା ପଡ଼ିବା। ଏ ବାଲିଯାତ୍ରା ପଡ଼ିଆରୁ କମ୍ ନାହିଁ। କାହିଁକିନା ଆପଣ ସଦାବେଳେ ମିଡ଼ିଆରେ ଗୋଟେ ହାଇଲାଇଟ୍ ହେଉଛି, ଆମେ କାହାକୁ ଉଠେଇ ପାରୁନୁ। କୌଣସି ହିରୋ ହଉ କି ନିର୍ଦ୍ଦେଶନା ହଉ କି ପ୍ରଯୋଜକ ହଉ, ଯିଏ ହଉ, କିଏ କାହାକୁ ହିଂସା ଚାଲିଛନ୍ତି, ଉଠେଇ ପାରୁନାହାନ୍ତି। ଓଡ଼ିଶାକୁ ଖାଲି ତଳେ ପକିଆ ଜାଣିଛନ୍ତି। ଅନ୍ୟ ଷ୍ଟେଟ୍ ମାନଙ୍କରେ ଦେଖ, ଛୋଟ ହିରୋକୁ ସେମାନେ ଉଠେଇବାକୁ ଚେଷ୍ଟା କରୁଛନ୍ତି। ବଡ଼ ହିରୋ ତା ସାଙ୍ଗରେ ରହିକିନା ଚେଷ୍ଟା କରୁଛି, କେମିତି ପିଲାଟା ମୋ ସାଙ୍ଗରେ ଉଠୁ। ଏବେ ଦେଖ କର୍ମରେ ଯାହା ଥିଲା, ଅବିଆ ଏଇଟା ଅଛି ଆମର ମନ୍ତର ମୁକ୍ତରେ, ସେଇ ପିଲାମାନେ ପୁଣି ସେ ହିରୋଇକି ଆଇଲା ନା ନାଇଁ, ସୁପର ହିଟ୍ ହେଲା କି ନା ନାଇଁ, ହବ। ଆଉ ଯାହା ପଚାରିବା କଥା ପଚାରନ୍ତୁ। ଏଇ ଯୋଉ ଏଥର ଯୋଉ ଅନୁଭବଙ୍କ ହିରୋଇନ ଅଛନ୍ତି, କେତେ ଦମଦାର ହବ? ଶୁଣନ୍ତୁ, ଯୋଉ ହିରୋଇନଟା ଅଛି ବି, ସେ ବି ସେଇ କର୍ମରେ ଅଛି। ସେ ପିଲାଟା ଇଏ ବି ନାଁ ଖୋଲିଯିବ। ସେ ପିଲା ଅନୁଭବ ସାଙ୍ଗରେ କ'ଣ, ସିଦ୍ଧାନ୍ତ ବାବୁ ସାଙ୍ଗରେ କ'ଣ, ବାବୁ ସାଙ୍ଗରେ କ'ଣ, ଯାହା ସାଙ୍ଗରେ ହୁଅନ୍ତୁ, ଏଇ ଯୋଉ ପିଲା ନୂଆ ସବୁ ଆସୁଛନ୍ତି, ଗୋଟେ ଗୋଟେ ଷ୍ଟାଣ୍ଡ ନେଇଯାଆନ୍ତୁ, ଏ ଭବିଷ୍ୟତରେ ସବୁ ଜାଗା ହିରୋ ହେବେ। ଏଥର ଅନୁଭବଙ୍କ ସହିତ ସବୁ ହିରୋଇନ ଏକ୍ସଚେଞ୍ଜ, ମାନେ ଚେଞ୍ଜ ହଉଛନ୍ତି, ଆଉ ରିପିଟ ଯୋଡ଼ି ଗୋଟେ ଆସୁନି। ନାଇଁ ରିପିଟ୍ ଯୋଉ ନାଇଁ, ଗୋଟେ ହିରୋଇନ କିଏ ଯେମିତି ପୁରୁଣା। ନାଇଁ ଚଏସ୍। ଶୁଣନ୍ତୁ, ଅନୁଭବ ଚାହୁଁଛି ମନ ଭିତରେ, ତାଙ୍କ ମନ କଥା କହୁଛି, ସେମାନେ ଚାହୁଁଛନ୍ତି କେମିତି ନୂଆ ନୂଆ ଆସନ୍ତୁ, ନୂଆ ନୂଆ କଳା ହେଇଯାଆନ୍ତୁ। ଆମେ ଆଉ କେତେ ଦିନ କରିବା, କରି 5-10 ବର୍ଷ, ଆଉ କ'ଣ ବେଶୀ କରିବା? କି ବାବୁସାହ ହୁଅନ୍ତୁ, କି ଆମର ସିଦ୍ଧାନ୍ତ ବାବୁ ତ ଛାଡ଼ନ୍ତୁ, ସେ ତାଙ୍କର ଏଜ୍ ସରିଲାଣି, ତଥାପି ତାଙ୍କର ଅଛି ଷ୍ଟେଜ୍। ଆଉ ସେମାନେ ଯଦି ନେଇଯିବେ ଭଲ ଭଲ ପିଲାମାନଙ୍କୁ, ମଷ୍ଟ ଓଡ଼ିଶାବାସୀ, ଓଡ଼ିଆ ଚଳଚ୍ଚିତ୍ର ଚାଲୁଥବ। ଅନୁଭବଙ୍କ ବିଷୟରେ ଆପଣ ଏତେ କଥା କହୁଛନ୍ତି, ଆଜ୍ଞା, ଲୋକମାନେ ବି ଭାବୁଛନ୍ତି କି ଆପଣ ବୋଧେ ଅନୁଭବ ସହିତ ଆକ୍ଟିଂ କରିବେ। ନାଇଁ ଦେଖନ୍ତୁ, ଇଏ ବି ଯାହା କହିଲେ ଠିକ। ଆଉ ଗୋଟେ କଥା କହୁଛି, ଆକ୍ଟିଂ କରିବାଟା ବଡ଼ ନୁହଁ, କେମିତି ସେ କ୍ୟାମେରା ଆଗରେ ଧୈର୍ଯ୍ୟ ଧରିବାର ଅଛି। ଯେମିତି ଆପଣ ମିଡ଼ିଆରେ ମୁଁ ଧରୁଛି, ରେଡ଼ି, ଡାକିଲେ ଯିବା, ନାଇଁ ଏତିକି। ନା ମୁଁ କୌଣସି ମିଡ଼ିଆ ବାଲାଠୁ ଟଙ୍କାଟା ମାଗିଛି, ନା ଅନୁଭବ ସାର୍ ହଉ କି କୌଣସି ହିରୋ ହଉ କି କୌଣସି ପ୍ରଯୋଜକ ହଉ, ପ୍ରଡ୍ୟୁସର ହଉ, ମୁଁ କାହାକୁ ଟଙ୍କାଟା ମାଗିଲା ବାଲା ନୁହଁ। କାହିଁ ମାଗିଲା ବାଲା ନୁହଁ? ମୁଁ ଚାହୁଁଛି ଆମ ଓଡ଼ିଆ ଚଳଚ୍ଚିତ୍ର ଆଗେଇ ଯାଉ। ଆଗେଇ ଗଲାଣି। ମୁଁ କରୁଣାଠୁ କରୁଛି ନା ଭାଇଟି, ଏତ ନୂଆ କରୁନି, କରୁଣାଠୁ କରୁଛି। ଆଉ ମୁଁ ବି ଜାଣିଛି ଅନୁଭବ ସାର୍ ଯଦି ଥବ, ପିକ୍ଚର ନମ୍ବର 9 ଲାଗିବା କଥା ଲାଗୁଛି। ଅଭିମନ୍ୟୁ ରିଲିଜ ହେଇଥିଲା, ଆଜ୍ଞା, ଅଭିମନ୍ୟୁ ରେକର୍ଡ କେମିତି ହେଇଥିଲା? ଆଉ ଅଭିମନ୍ୟୁର ପାର୍ଟ 2 ମାନେ ଅନୁଭବ ଆଉ ପ୍ରିୟାଙ୍କ ଯୋଡ଼ି ପୁଣି ଥରେ ରିଟର୍ନ ହବ ନା? ନାଇଁ, ଅଭିମନ୍ୟୁ ତ କହୁଛି ମାନେ ସୁପର ହେଇଗଲା। କାହିଁକିନା ଅଭିମନ୍ୟୁ ତ ଆମର ଏଇଠି ଖେଳି ନଥିଲା, ଏଇଟା ସମ୍ରାଟରେ ଖେଳିଥିଲା। ତଥାପି ଏ ପିକ୍ଚର ଜବରଦସ୍ତ ଯିବ, 26 ଯିବ। ସସ୍ପେନ୍ସରେ ରହିଛି, କାହିଁକି କହିଲ, ରାବଣ ଉପରେ ଦୃଷ୍ଟି ପଡ଼ିଛି ସମସ୍ତଙ୍କର। ନାଇଁ, ରାବଣ ତ ଅଛି ଦଶହରାକୁ,
ଛକି ଶୂନ ଅଛି ଆପଣଙ୍କର ରଜକୁ। ଆଚ୍ଛା ଯୋଉ 12 ତାରିଖ ଡେଟ୍ ଦେଇଛି ମୁଁ କମ୍ପଲସରି କହିଦଉଛି 11ରେ ବି ହେଇପାରେ। ତାହେଲେ ବଦଳିବ ଛକି ଶୂନର ଡେଟ୍। ହଁ ଡେଟ୍ କଣ ବଦଳିବ ଏ ତ ପ୍ରିମିୟର ଶୋ ହେଇଯିବ 11 ତାରିଖ ହଁ। କହିହବନି। ଏଗୁଡ଼ା କାଲି ତେଲୁଗୁ ଆମର ଚାଲିଲା ପୁଣି ତ ଆଜି ତାର ଥିଲା 21 ତାରିଖ ସେ ବନ୍ଦ କରିଦେଲା ହେଇଗଲା 22 ତାରିଖ ଚାଲିବ ସେମିତି କିଛି ମାନେ ନାହିଁ। ନାଇଁ ଯୋଉ ଲୋକଙ୍କର ଡର ଯୋଉ ଅଛି ନା ମୁଁ ସେ ଡରଟାକୁ କାଢି ଦଉଛି 11ରେ ଆସିବ କନଫର୍ମ। ମୁଁ ଅନୁଭବ ସାରକୁ କହୁଛି ଯଦି ଗୀତରେ କିଛି ରଙ୍ଗିଲାର ମଜା ଲାଗୁନି ଫୁଲ ପ୍ରଥମ ଆକ୍ସନ କରିଦିଅ। ସସ୍ପେନ୍ସ ପିକ୍ଚର ଅଛି କଣ ଡର ଅଛି ଗୋଟାଏ ଖାଲି ଫାଇଟିଂ ଦେଖେଇ ଦିଅ ନା ଫାଷ୍ଟ ହାତ 5ଟା ଆଙ୍ଗୁଠି ବାହାରିଯିବ ନା ପର୍ଦା ଉପରକୁ ଏ ଲୋକ କହିବେ ସୁପର ହିଟ୍। ତା ପିକ୍ଚର ଯଦି ଅଧା ବି ଥବ ସେ କହିବେ ସୁପର ହିଟ୍। କାହିଁକି ନା ଆମେ ଦେଖି ଆସୁଛୁ ବେଳସୁ ଯେତିକି ପ୍ରୋଗ୍ରାମ ହଉଛି ଯେତିକ ଓଡ଼ିଆ ଚଳଚ୍ଚିତ୍ର ଯେତିକି ପ୍ରୋଗ୍ରାମ ହଉଛି ସିଏ ଗୋଟେ ପିଲା ଏମିତିଆ ସେ ଯୋଉଠି ଛିଡ଼ା ହେଇଯିବେ 100 ଲୋକ ମାନେ ଛିଡ଼ା ହେଇଥିବ ସେ 500 ଲୋକ ଦେଖିବ ତା ପଛରେ ଛିଡ଼ା ହେଇଥିବେ। ଯୋଉ ଇଲେକ୍ସନ ବାଟ ହଉ କି ଗୋଟା କୋଉଠିକି ଯାଇଥାଉ କି କୋଉ ଯାତ୍ରାକୁ ବି ଯାଇଥାଉ କି କୋଉ ଫଙ୍କସନ ଯୋଉ ଆମର ଖେଳ କ୍ରିକେଟ ହଉଛି କି ଯୋଉଠି ଡାକନ୍ତୁ ଲୋକ ଗହଳି ହବା କଥା ହେବେ। ଆଉ ଆପଣ ଯୋଉ କହୁଛନ୍ତି ଛକି ଶୂନ ଆସିବ ନାହିଁ ଏଇ ସସ୍ପେଣ୍ଡ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଲି ରଜରେ ଆସିବ। କାହିଁକିନା ମୁଁ ସାରଙ୍କ ଅନୁଭବ ଏଠି କହୁଛି ମିଡ଼ିଆ ଆଗରେ କି ଆପଣଙ୍କୁ ରଙ୍ଗିଲା ଗୀତ ମିଳୁନି ତ ରଙ୍ଗିଲା ଆକ୍ସନ ଗୋଟା ବାହାର କରିଦିଅ। କାହିଁକିନା ଏ ପିକ୍ଚର ସସ୍ପେଣ୍ଡ ଅଛି ମାନେ କିଛି ଦରକାର ନାହିଁ। ଫୁଲ ଯଦି ଆପଣ ଗୋଟେ ଆକ୍ସନ ପୁରା କରିଦେବେ ଯେମିତି ଜ୍ୟାକ୍ କରୁଛି ସନି ଦେଓଲ ହରେ ରାମା ହରେ କୃଷ୍ଣ ଏ ପିକ୍ଚର ବି ଦେଖିବ ଛକି ଶୂନ ସୁପର ହିଟ୍ ହବ। ମୁଁ ଆପଣଙ୍କୁ କହୁଛି ଏତିକି ରହିଲି ନେକ୍ସଟ ଦେଖା ହବ ଛକି ଶୂନ ରଜରେ।